କ'ଣ ଆପଣ ନିଶା ଜାଲରେ ଫସି ରହିଛନ୍ତି? କ'ଣ ଆପଣ ସେଥିରୁ ବାହାରକୁ ବାହାରିବାର ରାସ୍ତା ଖୋଜୁଛନ୍ତି? ତ ଏଇ ଭିଡ଼ିଓ କେବଳ ଆପଣଙ୍କ ପାଇଁ। ନିଶା କେବଳ ଆମ ଶରୀରକୁ ନୁହେଁ, ବରଂ ଏହା ଆମ ସ୍ୱପ୍ନ ଆଉ ଆମ ପରିବାରକୁ ମଧ୍ୟ ନଷ୍ଟ କରିଦିଏ। ତ ସାଙ୍ଗମାନେ, ଆଜିର ଏଇ ଭିଡ଼ିଓରେ ମୁଁ ଆପଣଙ୍କୁ କିଛି ଏମିତି ଉପାୟ ବିଷୟରେ କହିବା ପାଇଁ ଯାଉଛି ଯାହାକୁ ଫଲୋ କରିକି ଆପଣ ନିଶା ସେବନକୁ ଦୂରେଇ ପାରିବେ ଆଉ ନିଜ ଭବିଷ୍ୟତକୁ ଅନ୍ଧାରକୁ ଯିବାରୁ ରକ୍ଷା କରିପାରିବେ। ସୋ ଲେଟ୍ସ ଷ୍ଟାର୍ଟ ଦ ଭିଡ଼ିଓ। ଫାର୍ଷ୍ଟ ଥିଙ୍ଗ, ଆପଣ এই ନିଶାର ସତକୁ ବୁଝନ୍ତୁ। ନିଶା ଆମ ଶରୀର, ମନ ଏବଂ ସମ୍ପର୍କ ଉପରେ ଗଭୀର ପ୍ରଭାବ ପକାଇଥାଏ। ଏହା ଆମକୁ ଧୀରେ ଧୀରେ ଦୁର୍ବଳ କରିଦେଇଥାଏ। ତ ଏହାକୁ ଛାଡ଼ିବା ପାଇଁ ଆପଣଙ୍କୁ ପ୍ରଥମେ ଏହା ବୁଝିବା ପାଇଁ ପଡ଼ିବ କି ଏହା ଆପଣଙ୍କ ଜୀବନରେ କ'ଣ କ'ଣ କ୍ଷତି କରୁଛି। ଯେବେ ଆପଣ ଏହାକୁ ରିଅଲାଇଜ୍ କରିବେ, ସେବେ ଆପଣ ନିଶା ସେବନ କରିବା ଛାଡ଼ିଦେବେ। ସେକେଣ୍ଡ ଥିଙ୍ଗ, ନିଶା ଛାଡ଼ିବାର ଗୋଟେ ଷ୍ଟ୍ରଙ୍ଗ କାରଣ ଖୋଜନ୍ତୁ। ରିଜନ୍, ମୁଁ କାହିଁକି ନିଶା ଛାଡ଼ିବି? ଆପଣ ନିଜ ଜୀବନରେ କୌଣସି ଗୋଟିଏ ଏମିତି କାରଣ ଖୋଜନ୍ତୁ ଯାହା ଆପଣଙ୍କୁ ନିଶା ଛାଡ଼ିବା ପାଇଁ ମୋଟିଭେଟ୍ କରିବ। ଏହା ଆପଣଙ୍କ ପରିବାରର ଭଲ ପାଇବା ହେଇପାରେ, ଆପଣଙ୍କ ସ୍ୱପ୍ନ ହେଇପାରେ, କିମ୍ବା ସୋସାଇଟିରେ ଏକ ଭଲ ମଣିଷ ହେବାକୁ ଥିବା ଇଚ୍ଛା ବି ହେଇପାରେ। ଥାର୍ଡ଼ ଥିଙ୍ଗ, ଆପଣ ଧୀରେ ଧୀରେ ନିଶା ଛାଡ଼ିବା ଆରମ୍ଭ କରନ୍ତୁ। ଗୋଟିଏ ଦିନରେ ନିଶା ଛାଡ଼ିବା କଷ୍ଟସାଧ୍ୟ ହେଇପାରେ, ତେଣୁ ଧୀରେ ଧୀରେ ଏହାର ମାତ୍ରା କମ୍ କରନ୍ତୁ ଆଉ ଆପଣ ଏହା କରିପାରିବେ ବୋଲି ନିଜକୁ ଉତ୍ସାହିତ କରନ୍ତୁ। ଦେନ୍ ଆପଣ ଗୋଟେ ସଠିକ୍ ପରିବେଶ ସୃଷ୍ଟି କରନ୍ତୁ। ଆପଣ ନିଜ ପାଖଆଖରେ ଥିବା ସେହି ସବୁ ଜିନିଷକୁ ହଟେଇ ଦିଅନ୍ତୁ ଯାହା ଆପଣଙ୍କୁ ନିଶା ସେବନ କରିବା ବିଷୟରେ ମନେ ପକାଇଥାଏ ଆଉ ଆପଣ ସେହି ଲୋକମାନଙ୍କ ସହିତ ରୁହନ୍ତୁ ଯେଉଁମାନେ ଆପଣଙ୍କୁ ଉତ୍ସାହିତ କରନ୍ତୁ ଆଉ ଠିକ୍ ରାସ୍ତାରେ ନେଇଯାଆନ୍ତି। ଫିଫ୍ଥ, ଆପଣ ବିଶେଷଜ୍ଞମାନଙ୍କର ପରାମର୍ଶ ନିଅନ୍ତୁ। ଯଦି ଆପଣଙ୍କୁ ନିଜ ଦ୍ୱାରା ଏସବୁ କରିବା କଷ୍ଟ ହେଉଛି, ତେବେ କୌଣସି ଡକ୍ଟର କିମ୍ବା କାଉନସିଲରଙ୍କର ପରାମର୍ଶ ନିଅନ୍ତୁ। ସେମାନେ ଆପଣଙ୍କର ମାନସିକ ଏବଂ ଶାରୀରିକ ଅବସ୍ଥାକୁ ବୁଝିବେ ଏବଂ ଆପଣଙ୍କୁ ଉପଯୁକ୍ତ ଟ୍ରିଟମେଣ୍ଟ ଦେବେ। ସିକ୍ସଥ, ଆପଣ ନୂଆ ନୂଆ ଅଭ୍ୟାସକୁ ଆପଣାନ୍ତୁ। ନିଶା ବଦଳରେ ନୂତନ ଏବଂ ଭଲ ଅଭ୍ୟାସ ଗ୍ରହଣ କରନ୍ତୁ, ଯେମିତିକି ଯୋଗ, ବ୍ୟାୟାମ, ଧ୍ୟାନ କିମ୍ବା କୌଣସି ନୂଆ ହବିକୁ ନିଜ ଜୀବନରେ ସାମିଲ କରନ୍ତୁ। ଏହା ଆପଣଙ୍କୁ କେବଳ ନିଶା ଛାଡ଼ିବାରେ ସାହାଯ୍ୟ କରିବନି, ବରଂ ଆପଣଙ୍କୁ ସକାରାତ୍ମକ ଶକ୍ତି ମଧ୍ୟ ଦେବ। ସେଭେନ୍ଥ, ଆପଣ ନିଜ ଉପରେ ବିଶ୍ୱାସ ରଖନ୍ତୁ କି ହଁ, ମୁଁ କରିପାରିବି, ମୁଁ ଛାଡ଼ିପାରିବି। ନିଶା ଛାଡ଼ିବା ଏତେ ସହଜ ନୁହେଁ, କିନ୍ତୁ ଏହା ଅସମ୍ଭବ ବି ନୁହେଁ। ତେଣୁ ନିଜ ଉପରେ ବିଶ୍ୱାସ ରଖନ୍ତୁ ଆଉ ଆଗକୁ ବଢ଼ି ଚାଲନ୍ତୁ। ଆପଣଙ୍କ ଜୀବନ ଅମୂଲ୍ୟ ହୋଇଥାଏ। ଆପଣଙ୍କ ଜୀବନ କେବଳ ଆପଣଙ୍କର ନୁହେଁ, ଆପଣଙ୍କ ପରିବାରର ହୋଇଥାଏ, ଆପଣଙ୍କ ବାପା ମାଆଙ୍କର ହୋଇଥାଏ, ଆପଣଙ୍କ ପିଲାଛୁଆମାନଙ୍କର ହୋଇଥାଏ। ତେଣୁ ଏହାକୁ ଏମିତି ନଷ୍ଟ କରନ୍ତୁ ନାହିଁ। ନିଶା ଛାଡ଼ିବାର ନିଷ୍ପତ୍ତି ଆଜିଠାରୁ ହିଁ ନିଅନ୍ତୁ। ଆଉ ଗୋଟିଏ ନୂଆ ଆରମ୍ଭ କରନ୍ତୁ। ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ, ତ ଏହାକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, କାରଣ ଆପଣଙ୍କର ଗୋଟିଏ ସେୟାରରେ କାହାର ଘର ସଂସାର ଭାଙ୍ଗି ଯିବାରୁ ରକ୍ଷା ପାଇଯିବ। ତ ଆଜି ପାଇଁ ଏତିକି। ପୁଣି ଦେଖା ହେବ ଆଉ ଗୋଟେ ନୂଆ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ମନେ ରଖିଥାନ୍ତୁ। ଧନ୍ୟବାଦ।